କହିଲେ ଆପଣଙ୍କୁ ବିଶ୍ୱାସ ହେବନି। ମୋ ଜୀବନର ଏକ ନିରାଟ ସତ ଘଟଣା ଏବଂ ଅଲୌକିକ ଘଟଣା। 1991 ମସିହା ଫାଲ୍ଗୁନ ମାସର କଥା। ମୁଁ ସେତେବେଳେ ନବମ ଶ୍ରେଣୀରେ ପାଠ ପଢ଼ୁଥାଏ। ଆମ ଘରେ ଏକ ସତ୍ସଙ୍ଗ ଚାଲିଥିଲା। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସତ୍ସଙ୍ଗ ଗୁରୁ ଭାଇମାନଙ୍କର ଆନୁକୂଲ୍ୟରେ ଆମ ଘରେ ଚାଲିଥାଏ। ମଞ୍ଚ ଉପରେ ସଜା ହୋଇଥାଏ ଠାକୁରଙ୍କ ବିଗ୍ରହ ଏବଂ ତଳେ ପାଲ ପରା ହୋଇଥାଏ ଗୁରୁ ଭାଇମାନେ ବସିବା ପାଇଁ। ନାମ କୀର୍ତ୍ତନ ଚାଲିଥାଏ। ମୁଁ ମଧ୍ୟ ମଝିରେ ବସିଥାଏ, କିନ୍ତୁ ମୁଁ ଦୀକ୍ଷା ନେଇନଥିଲି। ସତ୍ସଙ୍ଗ ଚାଲିଥାଏ, ମୋ ଆଖି ଯୋଡ଼ି ହୋଇଯାଇଥାଏ ଶ୍ରୀ ଶ୍ରୀ ଠାକୁରଙ୍କ ଆଖିର ସହିତ। ହଠାତ୍ ନାମ କୀର୍ତ୍ତନ ଭିତରେ ମୋ ଶରୀର ଏକ କମ୍ପନ ସୃଷ୍ଟି ହୁଏ। ମୁଁ ଜାଣିପାରେ ନାହିଁ। ମୋ ଆଖିରୁ ଦୁଇ ଧାର ଲୁହ ବି ଗଡ଼ି ଯାଇଥାଏ ଗଣ୍ଡ ଦେଶ ଦେଇ। ମୋତେ ଲାଗୁଥାଏ ଯେମିତି ମୋ ଶରୀର ପୁରା ହାଲକା ହୋଇଯାଇଛି। କ'ଣ ଯେ ମୁଁ ଅନୁଭବ କରିଥାଏ ମୁଁ କିଛି ଜାଣିପାରୁନଥାଏ। କିନ୍ତୁ ମୋର ଗୋଟେ ଅଭିପ୍ସା ଥିଲା, ଯାହାକି ମୁଁ ସତ୍ସଙ୍ଗରେ ବସିବା ପୂର୍ବରୁ ଠାକୁରଙ୍କୁ କାମନା କରି ବସିଥିଲି। ଆପଣଙ୍କୁ ଘଟଣାର ପୂର୍ବାଭାସ ଦେବାକୁ ନେବି। ଘଟଣାଟି ପ୍ରକୃତରେ ଏହିପରି। ବଡ଼ ଭାଇଙ୍କର ଶ୍ୱଶୁର ଘର ଗୋଟେ ଗାଈ ବାଛୁରୀ ପିଲାଟିଏ ଜନ୍ମ କରିଥାଏ। ବାଛୁରୀଟି 4 ଦିନ ହୋଇଥାଏ। ସାପ କାମୁଡ଼ାରେ ମା ଗାଈଟି ମରିଯାଇଥାଏ। ବିଚରା ବାଛୁରୀଟି କ୍ଷୀର ଖାଉନଥାଏ। ତାଙ୍କୁ ଯେତେ ଚେଷ୍ଟା କରି କ୍ଷୀର ପିଏଇଲେ ମଧ୍ୟ ସେ ବାଛୁରୀଟି ପିଉନଥାଏ। ଦିନକୁ ଦିନ ଦୁର୍ବଳ ହୋଇଯାଉଥାଏ। ଆମ ଘରେ ପଶୁପକ୍ଷୀ ପାଳିବାକୁ ବହୁତ ଭଲ ପାଆନ୍ତି। ଆମର ବି ଗାଈ ଥିଲା, କିନ୍ତୁ ଛୋଟ ବାଛୁରୀ ନଥିଲା। ସେ ଆମ ଘରକୁ ବାଛୁରୀଟି ଦେଇଦେଲେ, କାରଣ ଆମେ କାଳେ ତାକୁ କେମିତି ପିଏଇକି ବଞ୍ଚେଇ ପାରିବୁ ସେଇ ଭରସାରେ ଆମକୁ ସେ ବାଛୁରୀଟିକି ଦେଇଦେଲେ। 4 ଦିନର ବାଛୁରୀ। ଆମେ ବି ତା ପାଇଁ, ମୋ ଭାଇ ପପୁ ବୋତଲ ତା ପାଇଁ କିଣି ଆଣି କ୍ଷୀର ତା ଭିତରେ ଭର୍ତ୍ତି କରି ତାକୁ ଯେତେ ପିଏଇଲେ ସେ ପିଇଲା ନାହିଁ। କମନୀୟ କୋମଳମତୀ ବାଛୁରୀଟି ବିଚରା ଏମିତି ନ ଖାଇ ନ ପିଇ କାଳେ କ'ଣ ହେଇଯିବ ସେଇ ଆଶଙ୍କାରେ ମୋ ମନରେ ଗୋଟେ ଆଘାତ ସୃଷ୍ଟି ହୋଇଥାଏ। ମୋତେ ଭଲ ଲାଗୁନଥାଏ। ତାପରେ ଆମର ଗୋଟେ ଗାଈଟେ ଆସନ୍ନ ପ୍ରସବା ଥାଏ। ସେ ବି ଗର୍ଭବତୀ ଥାଏ ଏବଂ ଆସନ୍ନ ପ୍ରସବା ଥାଏ। ସେଦିନ ଆମ ଘରେ ସତ୍ସଙ୍ଗ ହେଲା। ମୁଁ ପ୍ରଭୁଙ୍କୁ ଏହି କାମନା କହିଲି, ପ୍ରଭୁ କେମିତି ହେଲେ ବାଛୁରୀ ଛୁଆଟାକୁ କେମିତି ବଞ୍ଚେଇ ଦିଅ। ଆଉ ସେଇଆ ବି ହେଇଥିଲା। ସତ୍ସଙ୍ଗ ସରିବା ପୂର୍ବରୁ ଆମର ଗାଈଟି ଗୋଟେ ଭୂତ ଛୁଆ ଜନ୍ମ କଲା। ଆପଣମାନେ ବିଶ୍ୱାସ କରିବେନି, ଗୋଟେ ମୃତ ଭୂତ ଛୁଆ ଜନ୍ମ ହେଲା। ତାପରେ ଏଇ ବାଛୁରୀକି ନେଇ ସେ ଗାଈ ପାଖରେ ପହଞ୍ଚେଇ ଦିଆହେଲା। କିନ୍ତୁ ଗାଈ ବାଛୁରୀକି ଚାଟିଲାନି କି ବାଛୁରୀ ବି ପିଇଲାନି। ପୁଣି ସେଇ ଅବସ୍ଥା। ମୁଁ କିନ୍ତୁ ସେମିତି ବସିଥାଏ। କିନ୍ତୁ ମୋ ମନରେ କୌଣସି ପ୍ରକାର ଆଉ କାମନା ନଥାଏ। ମୋତେ ଗୋଟେ ଦେଖାଯାଉଥାଏ ଦିବ୍ୟ ଆଲୋକ, ପୁରା ବିରାଟ ଆଲୋକ, ଆଖି ଆଗରେ ଆଉ କିଛି ନାହିଁ। ମୁଁ କ'ଣ ଯେ ଅନୁଭବ କରିଥାଏ ମୁଁ ଜାଣିପାରୁନଥାଏ। କିନ୍ତୁ ମୋତେ ସମସ୍ତେ ଫୋକସ୍ କରିଥାନ୍ତି କ'ଣ ୟାର ହେଉଛି, ମୁଁ କିଛି ଜାଣିପାରୁନଥାଏ। କିନ୍ତୁ ତା ଭିତରେ ଏସବୁ ଘଟଣା ଘଟିଯାଇଛି ମୁଁ ସବୁ ପରେ ଜାଣିଲି। କେହି ଜଣେ ଗୌଡ଼ ଲୋକ କିଏ କହିଲା, ସେଇ ଭୂତର ଲାଳ ଏ ବାଛୁରୀ ଦେହରେ ଲେପ କରିଦେବା ପାଇଁ। ତା ଉପରେ ଯେଉଁ ସ୍ତର ଲାଳ ଥାଏ ସେସବୁ ବାଛୁରୀ, ସେଇଆ କରାହେଲା। ଗାଈ ବାଛୁରୀକି ଚାଟିଲା ଏବଂ ବାଛୁରୀ ଠିକ୍ କ୍ଷୀର ପିଇଲା। ସମସ୍ତେ, ଆମ ପରିବାରର ସମସ୍ତେ ଖୁସିରେ ଫାଟି ପଡ଼ିଲେ। ଯାହା ହଉ ବାଛୁରୀ ଛୁଆଟି ଉଦ୍ଧାର ହୋଇଗଲା। ଏଇ ଥିଲା ପ୍ରଭୁଙ୍କର ଲୀଳା। ଆଉ ମୋ ଅନୁଭୂତିର ଏକ ଦିବ୍ୟ ଘଟଣା।
ଐଶ୍ୱର୍ଯ୍ୟ ଶକ୍ତିର ଏକ ପ୍ରାମାଣିକ ଘଟଣା।